हालेलुया प्रभु यीशुଙ୍କର गौरवमय नामରେ ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଜିର ବିଷୟଟି ହେଉଛି ମୋ ଅନୁଗ୍ରହ ଯଥେଷ୍ଟ ଅଟେ। ମୋ ଅନୁଗ୍ରହ କହିଲେ କ'ଣ ନା ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ପ୍ରତ୍ୟେକ ବିଶ୍ୱାସିନୀ ଭାଇ ଓ ଭଉଣୀମାନଙ୍କ ପାଇଁ ଯଥେଷ୍ଟ। ଆଜି ଆମେ ଜାଣିବା ପ୍ରକୃତରେ କ'ଣ ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ଆମମାନଙ୍କ ନିମନ୍ତେ ଯଥେଷ୍ଟ। କିଛି ପରମେଶ୍ୱରଙ୍କର ସେବକ ଦାସମାନଙ୍କ ଦ୍ୱାରା ଆମେ ଜାଣିବା ଯେ ପରମେଶ୍ୱରଙ୍କର ଅନୁଗ୍ରହ ଆମମାନଙ୍କ ନିମନ୍ତେ ଯଥେଷ୍ଟ। ହାଲେଲୁୟା। ସେଥିପାଇଁ ବାଇବେଲରୁ ଗୋଟେ ପଦ ପଢ଼ିବା, 2 କରନ୍ଥୀୟ 12 ପର୍ବର 9 ପଦ ଆଉ 10 ପଦ। 2 କରନ୍ଥୀୟ 12 ପର୍ବର 9 ପଦ ଆଉ 10 ପଦ। ଏଇଟା ଅତି ସୁନ୍ଦର ବିଷୟ ଲେଖା ହେଉଛି। ପାଉଲ କହୁଛନ୍ତି ଯେ ଯେପରି ମୁଁ ଗର୍ବିତ ନ ହୁଏ, ଯେପରି ମୁଁ ଗର୍ବ ଅନୁଭବ ନ କରେ, ସେଥିପାଇଁ କ'ଣ ହେଇଛି ନା ଏକ କଣ୍ଟକ ସଦୃଶ ଶୈତାନ କ'ଣ କରୁଛି ନା ଆମ ଶରୀରରେ କାର୍ଯ୍ୟ କରୁଛି। ହାଲେଲୁୟା। ଆଉ ସେଇ କଣ୍ଟକକୁ ବା ସେ ଶୈତାନକୁ ଦୂର କରିବା ପାଇଁ ମୁଁ ଈଶ୍ୱରଙ୍କ ନିକଟରେ 3 ଥର ପ୍ରାର୍ଥନା କଲି, କିନ୍ତୁ ପରମେଶ୍ୱର କହିଲେ ମୋ ଅନୁଗ୍ରହ ବା ମୋର ଅନୁଗ୍ରହ ତୋ ପାଇଁ ଯଥେଷ୍ଟ ଅଟେ। ହାଲେଲୁୟା। କାରଣ ତୁ ଯେତେବେଳେ ଦୁର୍ବଳ ସେତେବେଳେ ମୋ ଅନୁଗ୍ରହ କ'ଣ ହୁଏ ନା ଶକ୍ତି ଆକାରରେ ପ୍ରକାଶ ପାଇ ସିଦ୍ଧ ହୁଏ। ହାଲେଲୁୟା। ପ୍ରିୟ ଭାଇ ଓ ଭଉଣୀମାନେ, ଦୁର୍ବଳତାରେ ପରମେଶ୍ୱରଙ୍କର ଅନୁଗ୍ରହ ଶକ୍ତି ଆକାରରେ ପ୍ରକାଶ ପାଇ ସିଦ୍ଧ ହୋଇଥାଏ। କାରଣ ପରମେଶ୍ୱରଙ୍କ ଅନୁଗ୍ରହ ଆମମାନଙ୍କ ନିମନ୍ତେ ଯଥେଷ୍ଟ ଅଟେ। ହାଲେଲୁୟା। ସେ କୃଷ୍ଣରେ ଯେଉଁ ମରିଲେ, ହାତ ଗୋଡ଼ ଯେଉଁ କଣା କରିଦିଆଗଲା, ମୁଣ୍ଡରେ ଯେଉଁ କଣ୍ଟା ମୁକୁଟ ପିନ୍ଧିଲେ, ଆଉ କବରକୁ ଗଲେ, ଆଉ ପୁନଃ ଉତ୍ଥାନ ହେଲେ, ଏଇଟା ହେଉଛି ଅନୁଗ୍ରହ, ଯାହା ପାଇଁ ଆମକୁ କିଛି କରିବାକୁ ପଡ଼ିଲାନି, ଯାହା ପାଇଁ ଆମକୁ କିଛି ମୂଲ୍ୟ ଦେବାକୁ ପଡ଼ିଲାନି, ଆଉ ଏଇଟାକୁ ସେ ମାଗଣାରେ ଆମମାନଙ୍କ ନିମନ୍ତେ ଦେଲେ। ଏଇଟା ହେଉଛି ଅନୁଗ୍ରହ, ଆଉ ଏ ଅନୁଗ୍ରହ ଆମମାନଙ୍କ ନିମନ୍ତେ ଯଥେଷ୍ଟ ଅଟେ। ଏଇଟା ଲେଖାଯାଏ 2 କରନ୍ଥୀୟ 12 ପର୍ବର 9 ପଦ ଆଉ 10 ପଦ। ଏଠି ଲେଖାଯାଉଛି ଯେ ପ୍ରଭୁ କହୁଛନ୍ତି ଯେ ମୋ ଅନୁଗ୍ରହ ତୋ ପାଇଁ ଯଥେଷ୍ଟ ଅଟେ। ଆଉ ପାଉଲ କହୁଛନ୍ତି ଯେ ମୁଁ ମୋ ଦୁର୍ବଳତାରେ କ'ଣ ହେବି ନା ଖୁସି ହେବି, ଆନନ୍ଦିତ ହେବି। କାରଣ ମୁଁ ଯେତେବେଳେ ଦୁର୍ବଳ ସେତେବେଳେ ମୁଁ ସବଳ ଅଟେ, ମୁଁ ବଳବାନ ଅଟେ। କାରଣ ମୁଁ ଦୁର୍ବଳ ଅବସ୍ଥାରେ ରୁହେ, ପରମେଶ୍ୱରଙ୍କ ଅନୁଗ୍ରହ କ'ଣ ହୁଏ ନା ମୋ ଦୁର୍ବଳତାରେ ସିଦ୍ଧ ହୋଇଥାଏ। ହାଲେଲୁୟା। 10 ପଦରେ ଲେଖାଯାଉଛି ଯେ ଅପମାନରେ, ଦୁର୍ବଳତାରେ, ଦୁର୍ଦ୍ଦଶାରେ, ତାଡ଼ନାରେ ଆଉ ସଙ୍କଟରେ ମୁଁ ସନ୍ତୁଷ୍ଟ। କୋଉଥିରେ ଲେଖାଯାଉଛି ଦୁର୍ବଳତାରେ, ଅପମାନରେ, ଦୁର୍ଦ୍ଦଶାରେ, ତାଡ଼ନାରେ ଆଉ କ'ଣ ସଙ୍କଟରେ ମୁଁ କ'ଣ ଅଟେ ନା ବଳବାନ। ଆଜି ଆମେ ଜାଣିବା ପ୍ରକୃତରେ କ'ଣ ଦୁର୍ବଳତାରେ ଜଣେ ବା ପରମେଶ୍ୱରଙ୍କ ଅନୁଗ୍ରହ ସିଦ୍ଧ ହୋଇଥାଏ, ଅପମାନରେ କ'ଣ ସିଦ୍ଧ ହୋଇଥାଏ, ଦୁର୍ଦ୍ଦଶାରେ କ'ଣ ସିଦ୍ଧ ହୋଇଥାଏ, ତାଡ଼ନାରେ କ'ଣ ସିଦ୍ଧ ହୋଇଥାଏ, ବା ପରମେଶ୍ୱରଙ୍କ ସଙ୍କଟରେ ବା ସଙ୍କଟ ଆମମାନଙ୍କ ଜୀବନରେ ଆସେ, ଆଉ ଏ ସଙ୍କଟରେ କ'ଣ ପରମେଶ୍ୱରଙ୍କ ଅନୁଗ୍ରହ ସିଦ୍ଧ ହୋଇଥାଏ କି? ଆମେ ଗୋଟେ ବିଷୟ ଜାଣିବା। ପ୍ରଥମେ ଜାଣିବା ଦୁର୍ବଳତାରେ। ହାଲେଲୁୟା। ଯଦି ଆପଣ ପ୍ରଥମେ ସାମୁଏଲ 17 ପର୍ବ 33 ପଦ ପଢ଼ିବେ, ଏଠାରେ ଅତି ସୁନ୍ଦର ବିଷୟ ଲେଖାଯାଉଛି। କ'ଣ ହେଇଛି ନା ଇସ୍ରାଏଲ ଆଉ ପଲିଷ୍ଟିୟ ମାନଙ୍କ ମଧ୍ୟରେ କ'ଣ ଯୁଦ୍ଧ ହେଉଛି, ଆଉ ପଲିଷ୍ଟିୟ ମାନଙ୍କ ଭିତରେ ଜଣେ ଯୋଦ୍ଧା ଥିଲେ ଯାହାଙ୍କ ନାମ ଗଲିଆଦ। ଆଉ ସିଏ ଆସିକି କହୁଛି ଯେ ତୁମର ସବୁ ସୈନ୍ୟ ଆସିବା ଦରକାର ନାହିଁ, କି ଆମର ସବୁ ସୈନ୍ୟମାନେ ଆସିବା ଦରକାର ନାହିଁ, ମୁଁ ଜଣେ ଆସିଲି ପଲିଷ୍ଟିୟ ମାନଙ୍କ ତରଫରୁ, ତମେ ବି ତୁମ ତରଫରୁ ଜଣକୁ ପଠାଅ, ଯୁଦ୍ଧ ହବ, ଯିଏ ଜିତିବ ଆଉ କ'ଣ ହବ ନା ହାରିଥିବା ଆଉ ରାଜା ସୈନ୍ୟମାନେ ତା ଅଧୀନସ୍ଥ। କିନ୍ତୁ କେହି ଡରିକି ଗଲିଆଦ ସହିତ ଲଢ଼ିବାକୁ ଆସୁନଥିଲେ, କାରଣ ସିଏ ଶକ୍ତିଶାଳୀ ଥିଲେ, କାରଣ ସିଏ ଡେଙ୍ଗା ଥିଲେ, ଉଚ୍ଚ ଥିଲେ, ସେଥିପାଇଁ ଡରିକି ତାଙ୍କ ସହିତ ଯୁଦ୍ଧ କରିବା ପାଇଁ କେହି ଆସୁନଥିଲେ। ଆଉ ଦାଉଦ ଏଇ ଘଟଣାକୁ ଜାଣିଲେ, ଆଉ ଜାଣିଲା ପରେ ଆଉ ସିଏ କହିଲେ ଯେ ମୁଁ ଆଉ ଏଇ ଗଲିଆଦ ସହିତ ଲଢ଼ିବି। ଏଇ କଥା ଯେତେବେଳେ ସାଉଲ ରାଜା ଶୁଣୁଛନ୍ତି, ସାଉଲ ରାଜା ଦାଉଦକୁ ଡକେଇ ପଠାଉଛନ୍ତି ସେ ମୋ ନିକଟକୁ ଆସୁ। ଆଉ ଆସିଲା ପରେ କ'ଣ ହେଉଛି, ପ୍ରଥମେ ସାମୁଏଲ 17 ପର୍ବର 33 ପଦ। ପ୍ରଥମ ସାମୁଏଲ 17 ପର୍ବ 33 ପଦ। ଏଟା ଲେଖା ହେଉଛି, ସାଉଲ କହୁଛନ୍ତି ତୁମେ ସେଇ ପଲିଷ୍ଟିୟ ବା ଗଲିଆଦ ବିରୁଦ୍ଧରେ ଯୁଦ୍ଧ କରିପାରିବ ନାହିଁ, କାରଣ
ତୁମେ ଯୁବା ମାତ୍ର। ହାଲେଲୁୟା। କ'ଣ ତୁମେ ମାନେ ତୁମେ କ'ଣ ଅଟ? ତୁମେ ଯୁବା ଅଟ, ଅର୍ଥ ତୁମେ ଦୁର୍ବଳ ଅଟ। ତୁମେ ତା ସହିତ କ'ଣ ଯୁଦ୍ଧ କରିବା ପାଇଁ ଯୋଗ୍ୟ ହେଇପାରିବ ନାହିଁ। କାହିଁକି ନା ସେ ଯୌବନାବଧି କ'ଣ ଅଟେ? ଯୁଦ୍ଧ କରୁଥିବା ବ୍ୟକ୍ତି ଅଟେ। ଛୋଟରୁ ଯୁଦ୍ଧ ବିଦ୍ୟାକୁ ଶିଖି ଶିଖି ଆସିଛି, କିନ୍ତୁ ତୁମେ ଯୁବା, ତା ଆଗରେ ତୁମେ ଦୁର୍ବଳ ଅଟ, ତୁମେ ତା ଆଗରେ ବଳହୀନ ଅଟ। ତୁମେ ତା ସାଙ୍ଗରେ କେମିତି ଲଢ଼ିବ? ହାଲେଲୁୟା। ଏଠି ଦେଖୁଛୁ ଦାଉଦ ଦୁର୍ବଳ ଅଟ। କାହା ଆଗରେ? ଗଲିଆତ ଆଗରେ। କାହା ଆଗରେ? ସାଉଲଙ୍କ ଆଗରେ। କାହା ଆଗରେ? ସାଉଲଙ୍କର ଥିବା ପ୍ରତ୍ୟେକ ସୈନ୍ୟମାନଙ୍କ ଆଗରେ ଦାଉଦ ଦୁର୍ବଳ ଅଟନ୍ତି। କିନ୍ତୁ ଆପଣ ଆଶ୍ଚର୍ଯ୍ୟ ହେବେ, ସେଇ ଦାଉଦ କ'ଣ କଲେ ନା 5ଟି ପଥରକୁ ନେଲେ, ଆଉ ଗୋଟେ ପଥରକୁ ଛାଟଣୀ ଦ୍ୱାରା ମାରିଲେ, ଆଉ ସେଇ ପଥର ଯାଇକି ମୁଣ୍ଡରେ ମାଡ଼ ହେଲା, ଆଉ ଗଲିଆତ ପଡ଼ିଲା। ଗଲିଆତରେ ଖଣ୍ଡାକୁ ନେଇ ତା ବେକକୁ ହାଣି ପକେଇଲା, ଆଉ 2 ଖଣ୍ଡ କରିଦେଲା। ହାଲେଲୁୟା। କେମିତି ହେଇଗଲା? ଗୋଟେ ଦୁର୍ବଳ ବ୍ୟକ୍ତି ଗୋଟେ ଶକ୍ତିଶାଳୀ ବ୍ୟକ୍ତିକୁ କେମିତି ହରେଇ ପାଇଲା? କାରଣ ଯେତେବେଳେ ଆମେ ଦୁର୍ବଳ, ସେତେବେଳେ ପରମେଶ୍ୱରଙ୍କର ଅନୁଗ୍ରହ କ'ଣ କରେ ନା ଆସିକି ନିଜର ସିଦ୍ଧତାକୁ, ନିଜର ଶକ୍ତିକୁ କ'ଣ କରିଥାଏ ନା ପ୍ରକାଶ କରିଥାଏ। ହାଲେଲୁୟା। ଦାଉଦ ତ ଦୁର୍ବଳ ଥିଲେ, କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହ ମହାବଳବାନ, ମହାଶକ୍ତିବାନ ଅଟେ। ଆଉ ପରମେଶ୍ୱରଙ୍କ ଅନୁଗ୍ରହ ଆସିଲା ଦାଉଦଙ୍କ ଉପରେ, ଆଉ ଦୁର୍ବଳ ଅବସ୍ଥାରେ ଥିଲେ ବି ସେ ମହାପରାକ୍ରମୀ ଗଲିଆତକୁ ହରେଇଲା। ଆପଣଙ୍କୁ ଲାଗୁଛି ଆପଣ ଦୁର୍ବଳ ଅବସ୍ଥାରେ ଅଛନ୍ତି, ବ୍ୟସ୍ତ ହୁଅନ୍ତୁ ନାହିଁ। ପରମେଶ୍ୱରଙ୍କର ଅନୁଗ୍ରହ ଯଥେଷ୍ଟ ଅଟେ ସେ ଦୁର୍ବଳତାରୁ ଆପଣଙ୍କୁ ମୁକ୍ତ କରିବା ପାଇଁ। ହାଲେଲୁୟା। ତାପରେ ଲେଖାଯାଉଛି ଅପମାନରେ। ଅପମାନରେ ଯଦି ଆମେ ପ୍ରେରିତ ପୁସ୍ତକ 5 ପର୍ବର 41 ପଦ ପଢ଼ିବା, ପ୍ରେରିତ ପୁସ୍ତକ 5 ପର୍ବର 41 ପଦ, ଏଠାରେ ପ୍ରେରିତ ମାନେ ଆଉ ପିତରଙ୍କ ବିଷୟ ଲେଖାଯାଉଛି। ଏମାନେ କ'ଣ କରୁଛନ୍ତି ନା ପ୍ରଭୁ ଯୀଶୁଙ୍କ ନାମରେ ଅଦ୍ଭୁତ ଅଦ୍ଭୁତ କର୍ମ ଗୁଡ଼ାକ ପ୍ରକାଶ କରୁଛନ୍ତି, ଆଉ ପ୍ରଭୁ ଯୀଶୁଙ୍କ ନାମକୁ ନେଇକି ପ୍ରଚାର କରୁଛନ୍ତି। ଏସବୁ କର୍ମ ଗୁଡ଼ାକ କରୁଛନ୍ତି ଯିହୁଦୀ ମାନେ, ସାଧୁକି ଫାରୁସୀ ମାନେ ସହି ପାରୁନାହାନ୍ତି। ସେମାନଙ୍କୁ ନେଇକି କାରାଗାର ରଖୁଛନ୍ତି, ସେମାନଙ୍କୁ ବେତ୍ରାଘାତ କରୁଛନ୍ତି, ସେମାନଙ୍କୁ ଅପମାନିତ ନିନ୍ଦିତ କରୁଛନ୍ତି। କିନ୍ତୁ ଏଠି ଆଶ୍ଚର୍ଯ୍ୟ ଲେଖା ହେଉଛି, ପ୍ରେରିତ ପୁସ୍ତକ 5 ପର୍ବର 41 ପଦରେ ଲେଖା ହେଉଛି, ପିତର କହୁଛନ୍ତି ଯୀଶୁଙ୍କ ନାମ ସକାଶେ ଅପମାନର ଯୋଗ୍ୟ ଗଣିତ ହେବା ପାଇଁ ଆମେମାନେ ଆନନ୍ଦିତ ଅନୁଭବ କରୁଅଛୁ। ହାଲେଲୁୟା। ପୁରସ୍କାର ପାଇବା ପାଇଁ ଲୋକମାନେ ଆନନ୍ଦିତ ହୁଅନ୍ତି, ଗୋଟେ ଖୁସିର ବିଷୟରେ ସହଭାଗୀ ହେବା ନିମନ୍ତେ ଆନନ୍ଦିତ ହୁଅନ୍ତି, ଭଲ ଭଲ ବିଷୟ ପାଇବା ପାଇଁ ମନୁଷ୍ୟମାନେ ଆନନ୍ଦିତ ହେଇଥାନ୍ତି, ଖୁସି ହେଇଥାନ୍ତି। କିନ୍ତୁ ପିତର କହୁଛନ୍ତି ଯେ ଆମେ ପ୍ରଭୁ ଯୀଶୁଙ୍କ ନାମ ସକାଶେ ଅପମାନିତ ହେଲୁ, ସେଥିପାଇଁ କ'ଣ କରୁଛୁ ନା ନିଜ ନିଜକୁ ଆନନ୍ଦିତ ମନେ କରୁଛୁ। ହାଲେଲୁୟା। ଏହା କିପରି ସମ୍ଭବ? ହଁ ଆଜ୍ଞା ସମ୍ଭବ। ଯଦି ଆପଣ ଅପମାନ ପ୍ରାପ୍ତ ହେଉଛନ୍ତି, ଆଉ ସେଇ ଜାଗାରେ ବି ଈଶ୍ୱରଙ୍କର ଅନୁଗ୍ରହ ଅଛି, ତାହେଲେ ସେ ଅପମାନଟା ବି ଆପଣଙ୍କୁ ଆନନ୍ଦ ତୁଲ୍ୟ ଲାଗିବ, ସେ ନିନ୍ଦାଟା ବି ଆପଣଙ୍କୁ ଆନନ୍ଦ ତୁଲ୍ୟ ଲାଗିବ, ସେ ତାଡ଼ନାଟେ ବି, ଘୃଣା ବିଷୟଟା ବି ଆପଣଙ୍କୁ ଆନନ୍ଦ ତୁଲ୍ୟ ଲାଗିବ। କାରଣ ଅପମାନରେ ପରମେଶ୍ୱରଙ୍କର ଅନୁଗ୍ରହ ସିଦ୍ଧ ହୋଇଥାଏ, ତାଙ୍କ ଶକ୍ତି କ'ଣ ହେଇଥାଏ ନା ପ୍ରକାଶିତ ହେଇଥାଏ। ଜାଣିବା ଦୁର୍ଦ୍ଦଶାରେ, ଯଦି ଆପଣ ଆଇବଙ୍କ ପୁସ୍ତକ ପଢ଼ିବେ, 1 ପର୍ବର 12 ପଦରୁ ନେଇକି 19 ପଦର ଶେଷ ପଦ ପର୍ଯ୍ୟନ୍ତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଏଇ ଜାଗାରେ ଦାଉଦଙ୍କର ସମସ୍ତ ପଶୁ ଗୁଡ଼ାକ ମରିଯାଉଛନ୍ତି, ନଷ୍ଟ ହେଇଯାଉଛନ୍ତି, ଆଉ ଆଇବଙ୍କର ସନ୍ତାନ ସନ୍ତତି ପୁଅ ଝିଅ ଗୁଡ଼ାକ ମଧ୍ୟ ମରିଯାଉଛନ୍ତି। ଆଉ ସେଇ ଆଇବ ପୁସ୍ତକ 2 ପର୍ବର 7 ପଦ 8 ପଦ ଯଦି ପଢ଼ିବେ, ଲେଖାଯାଉଛି ତାଙ୍କ ଶରୀରରେ କ'ଣ ହେଉଛି ନା ବିସ୍ଫୋଟକ ଫୁଟକା ଗୁଡ଼ାକ କ'ଣ ହେଉଛି ନା ବାହାରୁଛି। ଆଉ ଏତେ ସରି ହେଲା ପରେ, ଏତେ ଦୁର୍ଦ୍ଦଶାରେ ଜୀବନ ତାଙ୍କର ଗତି କଲେ ବି ସେ ପରମେଶ୍ୱରଙ୍କ ବିରୁଦ୍ଧରେ କୌଣସି ପ୍ରକାର କଥା କହୁନାହାନ୍ତି, କିନ୍ତୁ କହୁଛନ୍ତି ପରମେଶ୍ୱର ଦେଲେ, ପରମେଶ୍ୱର ନେଲେ, ପରମେଶ୍ୱରଙ୍କ ନାମର ମହିମା, ପରମେଶ୍ୱରଙ୍କର ଗୌରବ, ପରମେଶ୍ୱରଙ୍କ ଧନ୍ୟବାଦ। ହାଲେଲୁୟା। କେମିତି ଗୋଟେ ବ୍ୟକ୍ତି ନିଜର ପଶୁ ଗଲା, ନିଜ ପିଲାମାନେ ମରିଗଲେ, ନିଜ ଶରୀର ବି ଆଜି ବିଭିନ୍ନ ପ୍ରକାର ଫୋଟକାରେ କ'ଣ ପରିପୂର୍ଣ୍ଣ ହେଉଛି, ଏତେ ହେଲା ପରେ ବି କେମିତି ଧନ୍ୟବାଦ ଅଛି। ହାଲେଲୁୟା। କାରଣ ଦୁର୍ଦ୍ଦଶାରେ ଈଶ୍ୱରଙ୍କ ଅନୁଗ୍ରହ ଆଇବଙ୍କ ଉପରେ ଥିଲା, ଆଉ ସେଥିପାଇଁ ସେ ଅନୁଗ୍ରହ ଦାଉଦଙ୍କୁ ବଳ ଦେଉଥିଲା। ତୋ ପଶୁ ଗଲେ ବି ତୁ ଧନ୍ୟବାଦ ଦେବୁ, ତୋ ସନ୍ତାନ ସନ୍ତତି ମଲେ ବି ତୁ ଧନ୍ୟବାଦ ଦେବୁ, ତୋ ଶରୀର
ଆଉ ଫୋଟକାରେ ଭର୍ତ୍ତି ହେଇଗଲେ ରକ୍ତ ବାହାରିଲେ ବି ଧନ୍ୟବାଦ ଦେବୁ, କାରଣ ମୋର ଅନୁଗ୍ରହ ଯଥେଷ୍ଟ ଅଟେ ଦୁର୍ଦ୍ଦଶାରେ। ହାଲେଲୁୟା। ଦୁର୍ଦ୍ଦଶାରେ ତୁମକୁ ଆଶୀର୍ବାଦ କରିବା ପାଇଁ, ଦୁର୍ଦ୍ଦଶା ତୁମକୁ ଆନନ୍ଦିତ କରିବା ପାଇଁ, ଦୁର୍ଦ୍ଦଶାକୁ ଆଉ ତୁମକୁ ନେଇକି ଚାଲିବା ପାଇଁ ମୋର ଅନୁଗ୍ରହ ଯଥେଷ୍ଟ ଅଟେ। ଆପଣ ଦୁର୍ଦ୍ଦଶାର ଦିନରେ ଅଛନ୍ତି ଆୟୁବଙ୍କ ଭଳି, ପରମେଶ୍ୱରଙ୍କ ଅନୁଗ୍ରହ ଯଥେଷ୍ଟ ଅଟେ। ଆଉ ସେ ଦୁର୍ଦ୍ଦଶାରେ ଆପଣଙ୍କୁ ସ୍ଥିର ଭାବରେ ଚାଲିବା ପାଇଁ ବଳ ଦେବା ସମୟ ଆସିବ। ସେ ଦୁର୍ଦ୍ଦଶାରୁ ପରମେଶ୍ୱରଙ୍କ ଅନୁଗ୍ରହ ଆପଣଙ୍କୁ ମୁକ୍ତ କରିବା। କାହିଁକି ନା ମୋ ଅନୁଗ୍ରହ ଯଥେଷ୍ଟ ଅଟେ। ଅର୍ଥ ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ଆମମାନଙ୍କ ନିମନ୍ତେ ଦୁର୍ଦ୍ଦଶାରେ ବି ମଧ୍ୟ ଯଥେଷ୍ଟ ଅଟେ। ତାପରେ ଜାଣିବା ତାଡ଼ନାରେ। ତାଡ଼ନାରେ କ'ଣ ପରମେଶ୍ୱରଙ୍କ ଅନୁଗ୍ରହ ଯଥେଷ୍ଟ ଅଟେ କି? ଯଦି ଆପଣ ପ୍ରେରିତ ପୁସ୍ତକ 7 ପର୍ବର 59 ପଦ ଆଉ 60 ପଦ, ପ୍ରେରିତ ପୁସ୍ତକ 7 ପର୍ବର 59 ପଦ ଆଉ 60 ପଦ, ଏଠାରେ ସ୍ତିଫାନଙ୍କ ବିଷୟରେ ଲେଖାଯାଉଛି। ସ୍ତିଫାନ ଏଠି ଆଉ ପ୍ରଭୁ ଯୀଶୁଙ୍କ ବିଷୟରେ ପ୍ରଚାର କରୁଛନ୍ତି। ଆଉ ଶେଷରେ ଲୋକମାନେ ତାଙ୍କୁ ନେଇକି ପସ୍ତରାଘାତ କରିକି ମାରୁଛନ୍ତି। ଆଉ ଯେତେବେଳେ ପଥର ଫୋପାଡ଼ି ଫୋପାଡ଼ି ତାଙ୍କୁ ମାରୁଛନ୍ତି, ସେ ଦୁଇଟି କଥା କହିକି ଆଉ ମରିଯାଉଛନ୍ତି। ପ୍ରଥମ ତ ଆଣ୍ଠେଇ ପଡ଼ିକି କହୁଛନ୍ତି, ହେ ପିତା ମୋ ଆତ୍ମାକୁ ତୁମେ ଗ୍ରହଣ କର। ଦ୍ୱିତୀୟ ବିଷୟଟି ଆପଣ ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଦ୍ୱିତୀୟ ବିଷୟଟି କହୁଛନ୍ତି, ହେ ପିତା ଏହି ପାପ ସବୁ ଏମାନଙ୍କ ବିରୁଦ୍ଧରେ ଗଣନା କର ନାହିଁ। କେମିତି ସମ୍ଭବ ଏଟା? ଗୋଟେ ଲୋକକୁ ଲୋକମାନେ ଘେରିକି ପଥର ଫୋପାଡ଼ି ଫୋପାଡ଼ି ମାରୁଛନ୍ତି, କିଛି କଷ୍ଟ ବେଦନାରେ ଭରିକି ଅଛନ୍ତି, କହୁଛନ୍ତି ହେ ପିତା ମୋ ଆତ୍ମାକୁ ତୁମେ ଗ୍ରହଣ କର। ଏ ପାପ ଗୁଡ଼ାକ ତାଙ୍କ ବିରୁଦ୍ଧରେ ଗ୍ରହଣ ନାହିଁ। କାହିଁକି ନା ତାଡ଼ନାରେ ବି ଈଶ୍ୱରଙ୍କର ଅନୁଗ୍ରହ ସିଦ୍ଧ ହେଇଥାଏ। ଏଠି ସ୍ତିଫାନକୁ ଲୋକମାନେ ଘେରିକି ତାଡ଼ନା କରୁଛନ୍ତି, ପଥର ଫୋପାଡ଼ି ଫୋପାଡ଼ି, କିନ୍ତୁ ତାଡ଼ନାରେ ବି ଈଶ୍ୱରଙ୍କ ଅନୁଗ୍ରହ କ'ଣ ହେଉଛି ନା ତାଙ୍କ ଉପରେ ଆବିର୍ଭାବ ହେଉଛି, ଓହ୍ଲଉଛି। ଆଉ ସେ ଅନୁଗ୍ରହ ତାଙ୍କୁ ବଳ ଏତେ ଦେଉଛି ଯେ ଲୋକମାନଙ୍କୁ ଅଭିଶାପ ଦେବା ବଦଳରେ, ଗାଳି ଦେବା ବଦଳରେ, ମାରିବାକୁ ଆଉ ଭୟ ଦେଖାଇବା ବଦଳରେ କିନ୍ତୁ ତାଙ୍କୁ ସେ କ୍ଷମା ଦେଉଛନ୍ତି। ଆଉ କ୍ଷମା ଦେଇକି ମରିଯାଉଛନ୍ତି। କାହିଁକି ହେଇପାରିଲା? ପରମେଶ୍ୱରଙ୍କର ଅନୁଗ୍ରହ ଯଥେଷ୍ଟ ଅଟେ। ତାଡ଼ନାରେ ମଧ୍ୟ ହାଲେଲୁୟା ସ୍ଥିର ରହି ପରମେଶ୍ୱରଙ୍କର ଗୌରବ ମହିମା କରିବା ପାଇଁ। ଆପଣ ତାଡ଼ନା ପ୍ରାପ୍ତ ହେଉଛନ୍ତି, ଭୟଭୀତ ହୁଅନ୍ତୁ ନାହିଁ। ହାଲେଲୁୟା। ପରମେଶ୍ୱରଙ୍କର ଅନୁଗ୍ରହ, ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ଆସିବ ଆଉ ସେ ଆପଣଙ୍କୁ ସ୍ଥିର କରିବ। ଆଉ ସମୟ ଆସିବ ସେଇ ଅନୁଗ୍ରହ ଆପଣ ତାଡ଼ନାରୁ ବାହାର କରିକି ପରମେଶ୍ୱରଙ୍କ ମହିମାକୁ ପ୍ରକାଶ କରିବା। କାରଣ ମୋ ଅନୁଗ୍ରହ ବା ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତାଡ଼ନାରେ ସିଦ୍ଧ ହୋଇଥାଏ। ଶେଷ ବିଷୟ ଜାଣିବା, ସଙ୍କଟରେ କ'ଣ ପରମେଶ୍ୱରଙ୍କ ଅନୁଗ୍ରହ ସିଦ୍ଧ ହୋଇଥାଏ କି? ଯଦି ଆମେ ଦାନିଏଲ ପୁସ୍ତକ ପଢ଼ିବା, ଦାନିଏଲ ପୁସ୍ତକର 6 ପର୍ବର 16 ପଦ, 19 ପଦ ଆଉ 21 ପଦ। ଦାନିଏଲ ପୁସ୍ତକ 6 ପର୍ବର 16, 19 ଆଉ 21। ଏଇ 6 ପର୍ବର 16 ପଦ ଲେଖା ହେଉଛି ଯେ ଦାନିଏଲକୁ ଚକ୍ରାନ୍ତ କରି ସିଂହ ଗାତରେ ପକାଇ ଦିଆଯାଉଛି। ହାଲେଲୁୟା। ଆଉ 19 ପଦରେ ଲେଖା ହେଉଛି ଯେଉଁ ରାଜା ତାକୁ ପକାଇବା ପାଇଁ ଆଜ୍ଞା ଦେଇଥିଲେ, ସେ ରାଜା ଦାନିଏଲକୁ ବହୁତ ଭଲ ପାଉଥିଲେ। ରାତି ଯାକ ଶୋଇଲେନି। ଯେମିତି ସକାଳ ହେଲା ଆଉ ଗାତ ପାଖକୁ ଆସିକି କ୍ରନ୍ଦନ ସ୍ୱରରେ କହୁଛନ୍ତି, ଏ ଦାନିଏଲ, ଯେଉଁ ପରମେଶ୍ୱରଙ୍କୁ ତୁମେ ବିଶ୍ୱାସ କରୁଛ, ଭରସା କରୁଛ, ସେ ପରମେଶ୍ୱର କ'ଣ ତୁମକୁ ରକ୍ଷା କରି ଅଛନ୍ତି କି? ତାହାର 21 ପଦରେ ଲେଖା ହେଉଛି, ଦାନିଏଲ କହୁଛନ୍ତି, ହଁ ଆଜ୍ଞା, ମୋ ପରମେଶ୍ୱର ମହାଶକ୍ତିଶାଳୀ। ଆଉ ସିଏ କ'ଣ କଲେ ନା ନିଜ ଦୂତମାନଙ୍କୁ ପଠେଇ ସିଂହମାନଙ୍କର ମୁଖକୁ କ'ଣ କରିଦେଲେ ନା ବନ୍ଦ କରିଦେଲେ। ଏଠି ତ ଦାନିଏଲ ସଙ୍କଟରେ ଅଛି। ହାଲେଲୁୟା। ଏପରି ଏକ ଅବସ୍ଥାରେ ଅଛି ଯେଉଁ ଅବସ୍ଥାରେ ଯଦି ଦୂତମାନେ ଆସିକି ସିଂହମାନଙ୍କର ମୁଖକୁ ବନ୍ଦ ନ କରିଥାନ୍ତେ ତାହେଲେ ସିଂହମାନେ ଦାନିଏଲକୁ ପୁରା ଖାଇକି ଶେଷ କରିଦେଇଥାନ୍ତେ। କିନ୍ତୁ ଦୂତମାନଙ୍କୁ ଈଶ୍ୱର ପଠେଇ ଆଉ ଦାନିଏଲକୁ ମୁଖକୁ ବନ୍ଦ କରୁଛନ୍ତି। ସଙ୍କଟ ଦିନରେ ବି ମଧ୍ୟ ଈଶ୍ୱରଙ୍କ ଅନୁଗ୍ରହ ଯଥେଷ୍ଟ ଅଟେ ଆପଣଙ୍କୁ ବଞ୍ଚିବା ପାଇଁ, ଆପଣଙ୍କୁ ରକ୍ଷା କରିବା ପାଇଁ, ଆପଣଙ୍କୁ ଲୋକମାନଙ୍କ ଦୃଷ୍ଟିରେ ମହାନ ବୋଲି ଘୋଷଣା କରିବା ପାଇଁ। ହାଲେଲୁୟା। ଦାଉଦଙ୍କୁ ଦେଖୁ ଯେତେବେଳେ ସଙ୍କଟ ଦିନରେ ଆଉ ସଙ୍କଟ ଦିନରୁ ସେ ବାହାରୁଛନ୍ତି, ଲେଖା ହେଉଛି ସେ ମହିମାର, ଗୌରବର ଆଉ ଅଧିକାରୀ ହେଉଛନ୍ତି। ସେଇ ନିଜେ ରାଜା
ପଦକୁ ବଢ଼ଉଛି, ତାକୁ ଆହୁରି ସମ୍ମାନ ଆଦର ଦେଇକି ରଖୁଛି। କ'ଣ ପାଇଁ? ସଙ୍କଟ ଦିନରେ ବି ଈଶ୍ୱରଙ୍କର ଅନୁଗ୍ରହ ଆମମାନଙ୍କ ନିମନ୍ତେ ଯଥେଷ୍ଟ। ହାଲେଲୁୟା। ଆପଣ କ'ଣ ଦୁର୍ବଳତାରେ ଗମନ କରୁଛନ୍ତି? ଆପଣ କ'ଣ ଅପମାନରେ ଗମନ କରୁଛନ୍ତି? ଆପଣ କ'ଣ ଦୁର୍ଦ୍ଦଶାରେ ଗମନ କରୁଛନ୍ତି? ଆପଣ କ'ଣ ତାଡ଼ନାରେ ଗମନ କରୁଛନ୍ତି? ଆପଣ କ'ଣ ସଙ୍କଟରେ ଗମନ କରୁଛନ୍ତି? ତାହେଲେ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ହାଲେଲୁୟା। ଏବେ ଦାଉଦ ଦୁର୍ବଳ ଥିଲେ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ତାଙ୍କ ନିମନ୍ତେ ସିଦ୍ଧ ହେଲା। ଆପଣଙ୍କର ଅପମାନରେ ଅଛନ୍ତି, ପିତରଙ୍କ ନିମନ୍ତେ ଈଶ୍ୱରଙ୍କ ଅନୁଗ୍ରହ ସିଦ୍ଧ ହେଲା। ଆପଣଙ୍କ ନିମନ୍ତେ ମଧ୍ୟ ସେମିତି ସିଦ୍ଧ ହେବ। ଆପଣଙ୍କର ଦୁର୍ଦ୍ଦଶାରେ ଅଛନ୍ତି, ଯେମିତି ଆଈବଙ୍କ ଜୀବନରେ ଈଶ୍ୱରଙ୍କ ଅନୁଗ୍ରହ ସିଦ୍ଧ ହେଲା, ଆପଣଙ୍କ ଜୀବନରେ ବି ଈଶ୍ୱରଙ୍କ ଅନୁଗ୍ରହ ସିଦ୍ଧ ହେବ। ଆପଣଙ୍କ ତାଡ଼ନାରେ ଅଛନ୍ତି, ସ୍ତିଫାନଙ୍କ ଜୀବନରେ ଯେପରି ଈଶ୍ୱରଙ୍କର ଅନୁଗ୍ରହ ସିଦ୍ଧ ହେଲା, ଆପଣଙ୍କ ଜୀବନରେ ମଧ୍ୟ ଈଶ୍ୱରଙ୍କ ଅନୁଗ୍ରହ ସିଦ୍ଧ ହେବ। ଆପଣଙ୍କର ସଙ୍କଟରେ ଅଛନ୍ତି, ଦାଉଦଙ୍କ ତୁଲ୍ୟ ଈଶ୍ୱରଙ୍କ ଅନୁଗ୍ରହ ମଧ୍ୟ ଆପଣଙ୍କ ଜୀବନରେ ସିଦ୍ଧ ହେବ। ହାଲେଲୁୟା। କାରଣ ମୋ ଅନୁଗ୍ରହ ଅର୍ଥ ପ୍ରଭୁ ଈଶ୍ୱରଙ୍କ ଅନୁଗ୍ରହ ପ୍ରତ୍ୟେକ ବିଶ୍ୱାସୀ ଆଉ ବିଶ୍ୱାସିନୀ ଭାଇମାନଙ୍କ ପାଇଁ ଯଥେଷ୍ଟ ଅଟେ। ହାଲେଲୁୟା। ନିରାଶ ହୁଅନ୍ତୁନି। ହାଲେଲୁୟା। ଯେଉଁ ପରମେଶ୍ୱର ଆମ ନିମନ୍ତେ କଷ୍ଟ ଦୁଃଖ ଉଠେଇକି କ୍ରୁଶରେ ମରିଲେ ଆଉ ଅନୁଗ୍ରହକୁ ଆମମାନଙ୍କୁ ଦେଲେ, ସେଇ ପରମେଶ୍ୱର ଉପରେ ବିଶ୍ୱାସ କରନ୍ତୁ। ଦୁର୍ଦିନରେ, ଅପମାନରେ, ତାଡ଼ନାରେ, ଦୁର୍ବଳତାରେ ଆଉ ସଙ୍କଟରେ ଦେଖି ପରମେଶ୍ୱରଙ୍କ ଅନୁଗ୍ରହ ଆସିବ ଆଉ ସିଦ୍ଧ ହେବ, ଆଉ ସେଇ ପରିସ୍ଥିତିରୁ ଆପଣଙ୍କୁ ଉଠାଇବ। ହାଲେଲୁୟା। ପ୍ରଭୁ ଯୀଶୁଙ୍କର ମହିମା ଆଉ ଗୌରବ। ହାଲେଲୁୟା। ଆସନ୍ତୁ ପ୍ରାର୍ଥନା କରିବା ଆଉ ଶେଷ କରିବା। ପ୍ରିୟ ପ୍ରଭୁ, ମୁଁ ଧନ୍ୟବାଦ କରେ ତୁମର ଦୟା, ତୁମର ଅନୁଗ୍ରହ, ତୁମର ପ୍ରେମ ପାଇଁ। ମୁଁ ଧନ୍ୟବାଦ ଯେ ତୁମର ଅନୁଗ୍ରହ ଆମମାନଙ୍କ ନିମନ୍ତେ ଯଥେଷ୍ଟ ଯଥେଷ୍ଟ ଅଟେ। ଯେଉଁ ଭାଇ ଭଉଣୀ ମାନେ ତା ଦୁର୍ବଳତାରେ, ସଙ୍କଟରେ, ଅପମାନରେ, ତାଡ଼ନାରେ, ଦୁର୍ଦ୍ଦଶାରେ ଯାଉଛନ୍ତି, ତୁମର ଅନୁଗ୍ରହ ଯୀଶୁଙ୍କ ନାମରେ ତାଙ୍କ ଜୀବନରେ ସିଦ୍ଧ ହଉ, ଶକ୍ତିଯୁକ୍ତ ଭାବରେ ପ୍ରମାଣିତ। ଧନ୍ୟବାଦ, ପ୍ରଶଂସା କରୁଛି ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି। ଆମେନ୍, ଆମେନ୍, ଆମେନ୍। ପ୍ରଭୁ ଯୀଶୁ ଆପଣ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଆଉ ଅନୁଗ୍ରହରେ ଭରନ୍ତୁ। ଧନ୍ୟବାଦ।